बछा बछा घरोई देसी टिप्स प्रत्येक नारी और पुरुष माने मन रखंतु। आसंतु आज सुंदर भिडियोटी रे आमे बढ़िया बढ़िया टिप्स जानिबा। नंबर 1, जदि आपणको मुहरे व्रण बाहर थाए तेबे निंबको बाटी ताहार रस को व्रण ऊपर लगेई दियंतु। ଏହା କଲେ ବ୍ରଣ ଶୀଘ୍ର ଦୂର ହୋଇଯାଏ। ନମ୍ବର 2, ସଜ ଗରମ ଭାତ ଅପେକ୍ଷା ବାସି ପଖାଳରେ ଅଧିକ ମାତ୍ରାରେ ଫାଇବର ରହିଥାଏ। ଏହା ପାଚନ ତନ୍ତ୍ରକୁ ଠିକ ରଖିବା ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ। ନମ୍ବର 3, କେଶ ଉପୁଡ଼ିକି ଚନ୍ଦା ହୋଇଯାଉଥିଲେ ନିୟମିତ ଚୁଟିରେ ରନ୍ଧା ନଡ଼ିଆ ତେଲ ମାଲିସ କରନ୍ତୁ ଏବଂ ଚୁଟିରେ ରିଠା ପାଉଡର ସହିତ ନିମ୍ବ ପତ୍ରର ପାଉଡରକୁ ଦହି ସହିତ ମିଶେଇକି ସପ୍ତାହରେ ଗୋଟିଏ ଥର ଲଗେଇକି କେଶ ଧୋଇ ଦିଅନ୍ତୁ। ଏହା କଲେ କେଶ ଝଡ଼ିବା ବନ୍ଦ ହୋଇଯାଏ। ନମ୍ବର 4, ଅଧିକ ଚାହା ପିଇଲେ ପେଟ ରୋଗ ସହିତ ସ୍କିନ୍ ଖରାପ ହୋଇଯାଏ, ଭୋକ ମଧ୍ୟ କମ ହୋଇଯାଏ, ତ ଅତ୍ୟଧିକ ଚାହା ପିଇବା ଶରୀର ପାଇଁ ଭଲ ନୁହେଁ। ନମ୍ବର 5, ତଳେ ବସି ଚକା ପକାଇ ଭୋଜନ ଯେ କରେ ଚୋବେଇ ଚୋବେଇ ଓ ଧୀରେ ଧୀରେ ବୈଦ କେବେ ନ ଆସେ ତାହାରି ଘରେ। ତ ଚକା ପକେଇକି ତଳେ ବସିକି ଧୀରେ ଧୀରେ ଖାଦ୍ୟକୁ ଚୋବେଇ ଚୋବେଇ ଖାଇବା ଉଚିତ। ଏହା କଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ, ଆପଣ ମାନେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାନ୍ତି। ନମ୍ବର 6, ଗରମ ପାଣିରେ ଗାଧୋଇଲେ କେଶ ସହିତ ତ୍ୱଚା ବି ଖରାପ ହୋଇଥାଏ, କେଶ ଝଡ଼ିବା ସମସ୍ୟା ହୋଇଯାଇଥାଏ। ତ ଉଷୁମ ପାଣିରେ କେବେ ବି କେଶ ଧୋଇବା ଉଚିତ ନୁହେଁ, ଏମିତି କଲେ କେଶର ମୂଳ ଦୁର୍ବଳ ହୋଇ ଅଧିକ କେଶ ଝଡ଼ିଥାଏ। ନମ୍ବର 7, ବାରମ୍ବାର ଚେପ ପକେଇବା ଦ୍ୱାରା ଶରୀରରୁ ପାଣିର ମାତ୍ରା କମ ହୋଇଯାଏ। ବାହାରେ ଚେପ ପକେଇବା ମଧ୍ୟ ଏକ ଭଲ ଅଭ୍ୟାସ ହୋଇନଥାଏ। ନମ୍ବର 8, ଲଙ୍କା ଗୁଣ୍ଡ ଅପେକ୍ଷା ଗୋଲମରିଚ ଗୁଣ୍ଡର ବ୍ୟବହାର କରନ୍ତୁ, ଏହା ହଜମ ଶକ୍ତିକୁ ବଢାଇଥାଏ। ଆଗକୁ ବଢିବା ପୂର୍ବରୁ ସାଙ୍ଗମାନେ ଯଦି ଭିଡିଓଟି ଭଲ ଲାଗୁଥିବ ତେବେ ନିହାତି ଭିଡିଓକୁ ଗୋଟିଏ ଛୋଟିଆ ଲାଇକ୍ ପ୍ରଥମେ କରିଦିଅନ୍ତୁ। ଆସନ୍ତୁ ଜାଣିବା ଟିପ୍ସ ନମ୍ବର 9, ପାଚିଲା ଅମୃତଭଣ୍ଡା ସହିତ ବେସନ ମିଶେଇକି ମୁହଁରେ ଲଗାନ୍ତୁ, ଏହା ମୁହଁର ଦାଗକୁ ଦୂର କରିଦେଇଥାଏ। ନମ୍ବର 10, ପୋଡ଼ି ଯାଇଥିବା କ୍ଷତରେ ଘି କୁଆଁରୀର ରସ ଲଗେଇଦେଲେ ଏହା ଆରାମ ଦେଇଥାଏ ଏବଂ ମୁଣ୍ଡରେ ଘି କୁଆଁରୀର ରସ ଘଷିଲେ ମୁଣ୍ଡ ବଥା ଶୀଘ୍ର ଦୂର ହୋଇଯାଇଥାଏ। ନମ୍ବର 11, ପିଆଜକୁ ପେଷିକି ରସ ବାହାର କରି ଝିଟିପିଟି ଆସୁଥିବା ସ୍ଥାନରେ ଛିଞ୍ଚି ଦିଅନ୍ତୁ, ସେହି ଜାଗାକୁ ଆଉ ଝିଟିପିଟି ଆସିନଥାଏ। ନମ୍ବର 12, ପିଲାମାନେ ରାତିରେ ଡରୁଥିଲେ କିମ୍ବା ଚମକୁଥିଲେ ଶୋଇବା ବିଛଣା ତଳେ ଲୁହା କଣ୍ଟା ପକେଇକି ରଖିଦିଅନ୍ତୁ, ଏହା ଦ୍ୱାରା ଶିଶୁ ଆଉ ଚମକି ନଥାଏ କି ଡରି ନଥାଏ। ଦେଖିବା ସାଙ୍ଗମାନେ ଭିଡିଓଟି କେଉଁ କେଉଁ ସ୍ଥାନରେ ପହଞ୍ଚିଛି, ନିହାତି ଆପଣ ମାନେ ଆପଣଙ୍କ ସ୍ଥାନର ନାମ କମେଣ୍ଟରେ ଥରୁଟିଏ ଲେଖିଦିଅନ୍ତୁ। ଆସନ୍ତୁ ଜାଣିବା ନମ୍ବର 13, ତେନ୍ତୁଳି ଏବଂ ପ୍ଲମର ପାଣି ପିଇଲେ ଶରୀରର ଚର୍ବି କମିବାକୁ ଲାଗିଥାଏ, ତା ସହିତ ଚେହେରାର ସବୁ ଦାଗ ବ୍ରଣ ଆଦି ଦୂର ହୋଇଥାଏ। ନାସପାତି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ବଳ ଆସିବା ଆରମ୍ଭ ହୋଇଯାଏ। ନମ୍ବର 14, ଜୁଆଣିକୁ ସୂତା କପଡ଼ାରେ ବାନ୍ଧିକି ଶୁଙ୍ଘିବା ଦ୍ୱାରା ମୁଣ୍ଡ ଯନ୍ତ୍ରଣାରୁ ଆରାମ ମିଳିଥାଏ। ନମ୍ବର 15, ଦେଖିବେ ଆଳୁ ଭିତରେ ଗୋଟେ ଗୋଟେ ନୀଳ ରଙ୍ଗର ଆଳୁ ଥାଏ, ମନେ ରଖିବେ ଭୁଲରେ ବି ସେଇ ଆଳୁକୁ ସେବନ କରନ୍ତୁ ନାହିଁ, ଏହା କଲେ ବିମାରୀ ସୃଷ୍ଟି ହୋଇଥାଏ। ନମ୍ବର 16, ଛୋଟ ପିଲାମାନେ ଯଦି ଦାନ୍ତରେ କାହାକୁ କାମୁଡ଼ିଥାନ୍ତି ତେବେ ସାଙ୍ଗେ ସାଙ୍ଗେ କଲରାର ପତ୍ରର ରସକୁ କାମୁଡୁଥିବା ସ୍ଥାନରେ ଲଗେଇ ଦିଅନ୍ତୁ, ଏହା କଲେ ଦାନ୍ତର ବିଷକୁ ଏହା ନଷ୍ଟ କରିଦିଏ। ନମ୍ବର 17, ବାହାରୁ ଆଣୁଥିବା ପନିପରିବା ଏବଂ ଫଳମୂଳ ଶାଗ ଇତ୍ୟାଦିକୁ ପ୍ରଥମେ ଧୋଇକି ତାପରେ ଶୁଖେଇ ଦିଅନ୍ତୁ, ତାପରେ ଷ୍ଟୋର କରିକି ରଖନ୍ତୁ। ଲୁହକୁ କେବେ ବି ଅଟକେଇକି ରଖନ୍ତୁ ନାହିଁ, ଲୁହକୁ ବୋହିବାକୁ ଦିଅନ୍ତୁ। ମନର ଯାହା ବି କିଛି ସବୁ ଯନ୍ତ୍ରଣା ଅଛି ଲୁହ ବୋହିବା ଦ୍ୱାରା ଦୂର ହୋଇଥାଏ। ସବୁବେଳେ ବି ଲୁହକୁ ଚାପି ଧରିବା ଉଚିତ ନୁହେଁ, ଅଟକେଇକି ରଖିବା ଭଲ ନୁହେଁ, ବେଳେ ବେଳେ ଲୁହକୁ ବୋହିବାକୁ ଦିଅନ୍ତୁ, ଏହା କଲେ ମନର ଯନ୍ତ୍ରଣା ସବୁ ଦୂର ହୋଇଯାଏ। ନମ୍ବର 19, ଆପଣ ଯଦି ପ୍ରତିଦିନ ଖାଇବାରେ ତେଲର ପରିମାଣକୁ କମ କରିବେ ତେବେ ଏହା ଶରୀରରେ ଚର୍ବି ଅଂଶ ବଢିବାକୁ ଦେବ ନାହିଁ ଏବଂ ଅଳସୁଆ ହେବାକୁ ମଧ୍ୟ ଦେଇନଥାଏ। ନମ୍ବର 20, ଫଳ କେବେ ବି ଖାଲି ପେଟରେ ଖାଆନ୍ତୁ ନାହିଁ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ଫଳ ଖାଇବା ଉଚିତ ନୁହେଁ।
ନମ୍ବର 21 ପଖାଳ ଭାତ ଖାଇବା ଶରୀର ପାଇଁ ବହୁତ ଫାଇଦାକାରୀ ଅଟେ। ତେଣୁ ମଝିରେ ମଝିରେ ପଖାଳ ଭାତ ଖାଆନ୍ତୁ, କିନ୍ତୁ ଅଧିକ ଖଟା ହୋଇଥିବା ପଖାଳ ବା 2ରୁ 3 ଦିନ ଥିବା ବାସି ପଖାଳ ଖାଇବା କଥା ନୁହେଁ। ନମ୍ବର 22 ମାଛ ମାଂସ ପାଇଁ ମସଲା କରୁଥିଲେ ସେଥିରେ ବିଲାତି ଏବଂ ଧନିଆ ପତ୍ର ଟିକେ ପକେଇଦେଲେ ଖାଦ୍ୟ ଜଲ୍ଦି ଜଲ୍ଦି ହଜମ ହେବାରେ ଏହା ସାହାଯ୍ୟ କରିଥାଏ। ନମ୍ବର 23 ଅଧିକ ଜୋରରେ କଥା ହେଲେ ଅଧିକ ଏନର୍ଜି ନଷ୍ଟ ହୋଇଥାଏ, ଅଧିକ ବଳ ମଧ୍ୟ ଖର୍ଚ୍ଚ ହୋଇଥାଏ। ତା ସହିତ ସ୍ୱର ଜଲ୍ଦି ମୋଟା ହୋଇଯିବାର ସମ୍ଭାବନା ରହିଥାଏ। ନମ୍ବର 24 ପିଲାମାନଙ୍କର ଆଖିରେ ମୋବାଇଲ ଲାଇଟ୍ ଏବଂ ଟିଭିର ସ୍କ୍ରିନ୍ ଲାଇଟ୍ ପଡ଼ିବା ଉଚିତ ନୁହେଁ। ଏହା କମ ବୟସରୁ ଚକ୍ଷୁ ରୋଗ ସୃଷ୍ଟି କରିଥାଏ ଏବଂ ପିଲାମାନଙ୍କୁ ନିଦ ନ ହେବାର ମଧ୍ୟ ସମସ୍ୟା ହୋଇଥାଏ। ନମ୍ବର 25 ଲୁହା କଢ଼େଇରେ ଯେଉଁମାନେ ସବୁଦିନ ରୋଷେଇ କରିକି ଖାଇଥାନ୍ତି ସେମାନଙ୍କ ଶରୀରରେ କେବେ ବି ଆଇରନର ଅଭାବ ହୋଇନଥାଏ। ନମ୍ବର 26 ରୁଟି ପରଟା ଖାଇବା ଭଲ, କିନ୍ତୁ ସବୁଦିନ ଆପଣ ବିଭିନ୍ନ ପ୍ରକାର ରୁଟି ପରଟା ଖାଆନ୍ତୁ। ଏହା ଦ୍ୱାରା ଖାଇବା ପାଇଁ ବିରକ୍ତି ଲାଗିନଥାଏ ଆଉ ଖାଇବା ପାଇଁ ମଜା ଲାଗିଥାଏ। ଯେମିତିକି ଆଳୁ ପରଟା, ପନିର ପରଟା, ମେଥି ପରଟା, ପାଳଙ୍ଗ ପରଟା, କୋବି ପରଟା ଇତ୍ୟାଦି ବିଭିନ୍ନ ପ୍ରକାର ପରଟା ପ୍ରତିଦିନ କରିକି ଖାଇଲେ ବିରକ୍ତି ଲାଗିନଥାଏ, ସ୍ୱାଦ ମଧ୍ୟ ବଢ଼ିଆ ଲାଗିଥାଏ। ନମ୍ବର 27 କିଣିବା ସମୟରେ ନାଲି ପିଆଜ କିଣନ୍ତୁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଏପର୍ଯ୍ୟନ୍ତ ଯେଉଁମାନେ ଭିଡ଼ିଓଟି ଦେଖିଲେଣି ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଯଦି ଭିଡ଼ିଓରୁ କିଛି ଶିଖିବାକୁ ମିଳୁଛି ତେବେ ଭିଡ଼ିଓକୁ ଗୋଟିଏ ଛୋଟିଆ ଲାଇକ୍ ସାଙ୍ଗମାନେ କରିଦେବେ। ଆପଣମାନଙ୍କ ଛୋଟିଆ ଲାଇକ୍ ଆମକୁ ବହୁତ ମୋଟିଭେସନ ଦେଉଛି ଭିଡ଼ିଓ ବନେଇବା ପାଇଁ। ନମ୍ବର 28 ଏକାଥରେ ପେଟ ଫୁଲ କରିକି ପାଣି ପିଇବା ଉଚିତ ନୁହେଁ। ଅଳ୍ପ ଅଳ୍ପ 1 ଘଣ୍ଟାରେ ଥରେ 1 ଗ୍ଲାସ ପାଣି ପିଇବା ଭଲ। ନମ୍ବର 29 କଞ୍ଚା କ୍ଷୀରରେ ଆଲୋଭେରା ଜେଲ୍ ମିଶାଇ ମାଲିସ କରିବା ଦ୍ୱାରା କିଛି ଦିନରେ ମୁହଁ ସଫା ରଙ୍ଗ ହୋଇଥାଏ। ତା ସହିତ ମୁହଁର ସବୁ ଦାଗ ଦୂର ହୋଇଯାଇଥାଏ। ନମ୍ବର 30 ଯିଏ ଅଧିକ ଦିନ ପର୍ଯ୍ୟନ୍ତ ଯବାନ ରହିବା ପାଇଁ ଚାହୁଁଛନ୍ତି ସେମାନେ ନିୟମିତ ଉଷୁମ ପାଣି ପିଅନ୍ତୁ। ନମ୍ବର 31 କଞ୍ଚା କ୍ଷୀରକୁ ଆପଣଙ୍କ ଓଠରେ ମାଲିସ କରନ୍ତୁ। ଏହା ଓଠକୁ ଗୋଲାପୀ ରଙ୍ଗ କରିବା ସହିତ ବହୁତ ସୁନ୍ଦର କରିଥାଏ। ଆପଣ 15 ଦିନ ଏମିତି କରନ୍ତୁ, କମ ଦିନରେ ଓଠକୁ ବହୁତ ସୁନ୍ଦର ଆପଣମାନେ କରିପାରିବେ। ଦାନ୍ତ ବିନ୍ଧା ହେଉଥିଲେ ପିଜୁଳି ପତ୍ରକୁ ବାଟି ତାର ରସ ଦାନ୍ତ ମୂଳରେ ରଖିବା ଦ୍ୱାରା ଦାନ୍ତ ବିନ୍ଧିବା ତୁରନ୍ତ ଠିକ ହୋଇଯାଏ। ନମ୍ବର 33 ନିଜ କାମରେ ବ୍ୟସ୍ତ ରୁହନ୍ତୁ। ବ୍ୟସ୍ତ ରହିଲେ ଅନ୍ୟ ଚିନ୍ତା ମସ୍ତିଷ୍କରେ କିଛି ଆସିନଥାଏ। ଅଯଥା ଚିନ୍ତା ନଥିଲେ ମଣିଷ ସୁସ୍ଥ ସବୁବେଳେ ରହିଥାଏ। ନମ୍ବର 34 ନାରୀମାନେ ନିଜ କେଶକୁ ସଜେଇ ରଖିବା ଉଚିତ ଏବଂ କେଶକୁ ପ୍ରତିଦିନ କୁଣ୍ଡାନ୍ତୁ। ଏହା ଦ୍ୱାରା କେଶରେ ଜଟ କି ଅଡୁଆ ଆସିନଥାଏ। ନମ୍ବର 35 ବା ଶେଷ ଟିପ୍ସ ପ୍ରଥମେ ଉଠି ଘରର ସମସ୍ତ ସଦସ୍ୟ ଏକାଠି ବସି ପ୍ରାର୍ଥନା କରିବା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକତା ରହିଥାଏ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ। ଆଶା କରୁଛି ସାଙ୍ଗମାନେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯେଉଁମାନଙ୍କୁ ବି ଭିଡ଼ିଓ ଭଲ ଲାଗିଥାଏ ପ୍ଲିଜ୍ ଭିଡ଼ିଓକୁ ଗୋଟେ ଛୋଟିଆ ଲାଇକ୍ କରିବେ ଆଉ ସାଙ୍ଗମାନଙ୍କୁ ସେୟାର କରନ୍ତୁ। କମେଣ୍ଟରେ ଆପଣମାନେ କେଉଁ ସ୍ଥାନରୁ ଦେଖୁଛନ୍ତି ଭିଡ଼ିଓଟି ନିହାତି ମୋତେ କମେଣ୍ଟ କରି ଜଣାନ୍ତୁ। ଏମିତି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ। ଏହାଦ୍ୱାରା ଆମର ସମସ୍ତ ଭିଡ଼ିଓ ଯାହା କିଛି ଅପଲୋଡ଼ ହେବ ଚ୍ୟାନେଲରେ ଆପଣ ସର୍ବପ୍ରଥମେ ପାଇପାରିବେ। ରହୁଛି ଜୟ ଜଗନ୍ନାଥ, ଧନ୍ୟବାଦ।